ଜୟ ଜଗନ୍ନାଥ ସାଙ୍ଗମାନେ, ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, ନୀଳ କଦଳୀ କେଉଁଠାରେ ଦେଖିବାକୁ ମିଳେ? ଅପସନ୍ ଏ ଦକ୍ଷିଣ କୋରିଆ, ଅପସନ୍ ବି ଦକ୍ଷିଣ ଆମେରିକା, ଅପସନ୍ ସି ଜାପାନ, ଅପସନ୍ ଡି ସିଙ୍ଗାପୁର। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଦକ୍ଷିଣ ଆମେରିକା। ଦ୍ୱିତୀୟ ପ୍ରଶ୍ନଟି ହେଉଛି, କେଉଁ ଦେଶ ସବୁଠାରୁ ଅଧିକ ସୌରଶକ୍ତି ବ୍ୟବହାର କରେ? ଅପସନ୍ ଏ ରୁଷ, ଅପସନ୍ ବି ଚୀନ, ଅପସନ୍ ସି ଭାରତ, ଅପସନ୍ ଡି ଆମେରିକା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଚୀନ। ତୃତୀୟ ପ୍ରଶ୍ନଟି ହେଉଛି, ଲେମ୍ବୁ ପାଣି କେଉଁ ରୋଗକୁ ଭଲ କରେ? ଅପସନ୍ ଏ କୋଷ୍ଠକାଠିନ୍ୟ, ଅପସନ୍ ବି ପଥରି, ଅପସନ୍ ସି ମଧୁମେହ, ଅପସନ୍ ଡି ପେଟ ଯନ୍ତ୍ରଣା। ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିକି ଆମକୁ ସପୋର୍ଟ କରନ୍ତୁ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କୋଷ୍ଠକାଠିନ୍ୟ। ଚତୁର୍ଥ ପ୍ରଶ୍ନଟି ହେଉଛି, ଗାନ୍ଧୀଜୀ କେଉଁ ବୟସରେ ବିବାହ କରିଥିଲେ? ଅପସନ୍ ଏ 13 ବର୍ଷ ବୟସ, ଅପସନ୍ ବି 15 ବର୍ଷ ବୟସ, ଅପସନ୍ ସି 18 ବର୍ଷ ବୟସ, ଅପସନ୍ ଡି 25 ବର୍ଷ ବୟସ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ 13 ବର୍ଷ ବୟସ। ପଞ୍ଚମ ପ୍ରଶ୍ନଟି ହେଉଛି, କେଉଁ ପକ୍ଷୀ ଅନ୍ୟ ପକ୍ଷୀର ବସାରେ ଅଣ୍ଡା ଦିଏ? ଅପସନ୍ ଏ ଘୋଡ଼ା, ଅପସନ୍ ବି କୋକିଳ, ଅପସନ୍ ସି ମୟୂର, ଅପସନ୍ ଡି ଓଷ୍ଟ୍ରିଚ୍। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କୋକିଳ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ପାଗଳ କୁକୁର କାମୁଡ଼ିବା ଦ୍ୱାରା କେଉଁ ରୋଗ ହୁଏ? ଅପସନ୍ ଏ କର୍କଟ, ଅପସନ୍ ବି କ୍ଷୁଦ୍ରପଞ୍ଚ, ଅପସନ୍ ସି ମ୍ୟାଲେରିଆ, ଅପସନ୍ ଡି ରାବିଜ୍। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ରାବିଜ୍। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ବାସି ଭାତ ଖାଇବା ଦ୍ୱାରା କେଉଁ ରୋଗ ଭଲ ହୁଏ? ଅପସନ୍ ଏ କୋଷ୍ଠକାଠିନ୍ୟ, ଅପସନ୍ ବି ପଥରି, ଅପସନ୍ ସି ମଧୁମେହ, ଅପସନ୍ ଡି କର୍କଟ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କୋଷ୍ଠକାଠିନ୍ୟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ମହାଭାରତ କେଉଁ ଭାଷାରେ ଲେଖାଯାଇଥିଲା? ଅପସନ୍ ଏ ତାମିଲ, ଅପସନ୍ ବି ଉର୍ଦ୍ଦୁ, ଅପସନ୍ ସି ସଂସ୍କୃତ, ଅପସନ୍ ଡି ହିନ୍ଦୀ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ସଂସ୍କୃତ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ବିଶ୍ୱର ସବୁଠାରୁ ସୁଗନ୍ଧିତ ଫୁଲ କେଉଁଟା? ଅପସନ୍ ଏ କେଉଡ଼ା, ଅପସନ୍ ବି କମଳ, ଅପସନ୍ ସି ଗୋଲାପ, ଅପସନ୍ ଡି ଜାସ୍ମିନ୍। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କେଉଡ଼ା। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କେଉଁ ପ୍ରାଣୀର କ୍ଷୀର କଳା? ଅପସନ୍ ଏ ଛେଳିର, ଅପସନ୍ ବି ହାତୀର, ଅପସନ୍ ସି ଗଣ୍ଡାର, ଅପସନ୍ ଡି କୁକୁରର। ଫ୍ରେଣ୍ଡସ୍, ଏମିତି ପ୍ରତିଦିନ କିଛି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ ଓ ସବସ୍କ୍ରାଇବ୍ କରନ୍ତୁ।
ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗଣ୍ଡାର।